ସାଙ୍ଗମାନେ ଆପଣମାନେ ଅଦରକାରୀ ବା ଭାଙ୍ଗି ଯାଇଥିବା ଚୁଡ଼ିକି ଫିଙ୍ଗି ଦେଉଛନ୍ତି କି? ଆଜିର ଏ ଭିଡ଼ିଓ ଦେଖିଲା ପରେ ଆପଣମାନେ ପୁରା ଆଶ୍ଚର୍ଯ୍ୟ ହେଇଯିବେ। ଜୟ ଜଗନ୍ନାଥ, ୱେଲକମ୍ ବ୍ୟାକ୍ ମାଇ ୟୁଟ୍ୟୁବ୍ ଚ୍ୟାନେଲ୍। କେମିତି ଅଛନ୍ତି ସାଙ୍ଗମାନେ? ଈଶ୍ୱରଙ୍କ ଉପରେ ସମସ୍ତେ ଭଲରେ ଥିବେ। ଆଜି ମୁଁ ଆପଣମାନଙ୍କ ପାଇଁ ଗୋଟେ ବଢ଼ିଆ ରିୟୁଜ୍ କିଚେନ୍ ଟିପ୍ସ ଆଣିଛି, ଯେଉଁଟାକି ଆପଣମାନଙ୍କର ଡେଲି ଲାଇଫ୍ରେ ନିହାତି ଭାବରେ କାମରେ ଆସିବ। ତ ଫାର୍ଷ୍ଟ ଟିପ୍ସ ଦେଖି ନେବା ଚାଲନ୍ତୁ। ନେଲ୍ ପଲିସ୍ ହେଉଛି ସବୁ ଲେଡ଼ିଜ୍ ମାନେ ଲଗାଇବା ପାଇଁକା ବହୁତ ପସନ୍ଦ କରିଥାନ୍ତି। ତ ପାର୍ଟି ଫଙ୍କସନ୍କୁ ଗଲେ ଆମେ ଶାଢ଼ୀକି ମ୍ୟାଚ୍ କରିକିରି ନେଲ୍ ପଲିସ୍କୁ ୟୁଜ୍ କରିଥାଉ। ବେଳେବେଳେ କ'ଣ ହୁଏ ନା, ତରବର ଯେତେବେଳେ ଆମର କୌଣସି ଏମର୍ଜେନ୍ସି କାମରେ ଆମେ ବାହାରକୁ ଯାଉଛେ, ପାର୍ଟି ଫଙ୍କସନ୍ରେ ନେଲ୍ ପଲିସ୍ ଲଗାଇବା ପାଇଁ ଚାହୁଁଛେ, ତ ଦେଖିବେ ନେଲ୍ ପଲିସ୍ର ମାନେ ଖୋଲିବା ପାଇଁକା ଟିକେ କଷ୍ଟ ହୋଇଥାଏ, ଯାହାକି ଆମକୁ ବହୁତ ଇରିଟେଟ୍ ଲାଗେ ସେ ସମୟରେ। ତ ଆପଣମାନେ କ'ଣ କରିବେ ନା, ଯେତେବେଳେ ନେଲ୍ ପଲିସ୍ ଲଗାଉଛନ୍ତି ଟିକେ ପୂର୍ବରୁ ନେଲ୍ ପଲିସ୍ରେ ଟିକେ ନାକୁ ଯେଉଁ ତେଲ, ନଡ଼ିଆ ତେଲ ହେଉ, ଯେଉଁ ତେଲ ଆପଣମାନଙ୍କ ଘରେ ଆଭେଲେବୁଲ୍ ଥିବ, ସେ ତେଲକୁ ଦେଖନ୍ତୁ ନେଲ୍ ପଲିସ୍ର ଯେଉଁ ମୁହଁ ପାଖରେ ତାକୁ ଲଗାଇ ନେବେ, ଯାହାଫଳରେ କି ନେଲ୍ ପଲିସ୍ ସେଥିରେ ଜମାରୁ ବି ଲାଗିବନି। ଆଉ ଆପଣମାନେ ଯେତେବେଳେ ନେଲ୍ ପଲିସ୍କୁ ଲଗାଇବେ ତ ଖୋଲିବା ପାଇଁକା ମଧ୍ୟ ପ୍ରୋବ୍ଲେମ୍ ହେବ ନାହିଁ। ବହୁତ ସହଜରେ ଆପଣମାନେ ନେଲ୍ ପଲିସ୍କୁ ଖୋଲିପାରିବେ। ଆଉ ଆପଣଙ୍କୁ କଷ୍ଟ କରିବା ପାଇଁକା ପଡ଼ିବନି କି ଇରିଟେଟ୍ ହେବା ପାଇଁକା ଆଉ ପଡ଼ିବନି। ଏହି ଟିପ୍ସଟି ଆପଣମାନେ କରନ୍ତୁ। ଯେତେବେଳେ ନେଲ୍ ପଲିସ୍ ଲଗାଉଛନ୍ତି ତା ପୂର୍ବରୁ ଟିକେ ନାକୁ ତେଲ ନେଇକି ତା ମୁହଁରେ ଲଗାଇ ନେବେ, ଯାହାଫଳରେ କି ଆମକୁ ଆଉ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିବନି। ତ ଭାବୁଛି ଆଜିର ଛୋଟିଆ ଟିପ୍ସଟି ନିହାତି ଭାବରେ ୟୁଜଫୁଲ୍ ରହିବ। ଆଉ ସବୁ ଗୃହିଣୀମାନେ ଏହି ପ୍ରୋବ୍ଲେମ୍କୁ ଫେସ୍ କରୁଥିବେ। ତ ଆଜିର এই ଟିପ୍ସଟି ଦେଖିଲା ପରେ ଆପଣମାନେ ଆଉ ପ୍ରୋବ୍ଲେମ୍କୁ ଫେସ୍ କରିବେ ନାହିଁ। ନେକ୍ସଟ ଟିପ୍ସ ଅଛି, ଯେଉଁ ଚୁଡ଼ି ଆମେ ଅଦରକାରୀ ଭାବେ ଫିଙ୍ଗି ଦେଉଛେ ବା ବ୍ୟବହାର କରୁନେ ରଖିଦେଉଛେ, ତା ଦେହରେ ମୁଁ ଆପଣମାନଙ୍କୁ ଗୋଟେ ବଢ଼ିଆ ରିୟୁଜ୍ଡ ଆଇଡ଼ିଆଟେ ଦେବି, ଯେଉଁଟାକି ଆପଣମାନଙ୍କର ମାନେ ଡେଲି ଲାଇଫ୍ରେ ନିହାତି ଭାବରେ ୟୁଜଫୁଲ୍ ରହୁଥିବ। ତ ଯେତେବେଳେ ଆମେ କୌଣସି ଚୁଡ଼ି ମାର୍କେଟରୁ ଆଣୁଥାଉ, ଯଦି ମାନେ ଭୁଲବଶତଃ ସେଇଟା ଟିକେ ଛୋଟ ସାଇଜ୍ର ହେଇଯାଇଥାଏ, ତ ଆମକୁ ପିନ୍ଧିବା ପାଇଁକା ବହୁତ କଷ୍ଟ ହୋଇଥାଏ। ଆଉ ଯଦି ଆମେ ନ ପିନ୍ଧି ପାରୁଛେ ତାକୁ ଆମେ ରଖିଦେଇଥାଉ। ଆପଣମାନେ ଯଦି ଏମିତି ପ୍ରୋବ୍ଲେମ୍ ଫେସ୍ କରୁଛନ୍ତି, ସେଥିରେ ଆପଣମାନେ ଟିକେ ନଡ଼ିଆ ତେଲକୁ ନେଇକିରି ମାନେ ଚୁଡ଼ିର ଚାରିପଟେ ନେଇଯିବେ। ଆଉ ଆପଣମାନେ ଦେଖିବେ ଯେତେବେଳେ ଆପଣମାନେ ପିନ୍ଧିବେ ତ ଆରାମସେ ଆପଣମାନଙ୍କ ହାତରେ ଚୁଡ଼ିଟା ଯିବ, ଆଉ ଆପଣମାନଙ୍କୁ କଷ୍ଟ ମଧ୍ୟ ହେବ ନାହିଁ। ବେଳେବେଳେ କ'ଣ ହୁଏ ନା, ଆମେ ମାର୍କେଟରୁ ଟିକେ ଭୁଲବଶତଃ ନେଇ ଆସିଥାଉ, ଯାହାକି ଆମେ ପିନ୍ଧି ନଥାଉ। ଏହି ଟ୍ରିକ୍ଟା ଆପଣମାନେ କରନ୍ତୁ, ସବୁ ଗୃହିଣୀମାନଙ୍କୁ କହୁଛି। ତ ଏଇଟା ଆପଣମାନଙ୍କୁ କେହି କହିନଥିବେ, ତ ଆପଣମାନେ ନଡ଼ିଆ ତେଲକୁ ଲଗାଇ ଦେଇକି ପିନ୍ଧିବେ, ଦେଖିବେ ଆପଣମାନଙ୍କୁ ଆଉ କୌଣସି ଅସୁବିଧା ଫେସ୍ କରିବା ପାଇଁ ପଡ଼ିବନି। ଭାବୁଛି ଆଜିର ଏହି ଭିଡ଼ିଓ ଆପଣମାନଙ୍କୁ ନିହାତି ଭାବରେ ପସନ୍ଦ ଆସିବ। ଯଦି ପସନ୍ଦ ଆସିବ, ଲାଇକ୍, ସେୟାର, ସବସ୍କ୍ରାଇବ୍ କରିବା ପାଇଁକା ଆଦୌ ଭୁଲିବେନି। ସେଇ ଆପଣମାନଙ୍କୁ ଚୁଡ଼ିକୁ ନେଇକିରି ତ ଚୁଡ଼ିରେ ଆପଣମାନେ କରିପାରିବେ ନା, ପିଲାଙ୍କର ଯେତେବେଳେ ବହୁତ ସାରା ପେନ୍ ରହିଯାଇଥାଏ, ସେ ପେନ୍କୁ ଆମେ କେଉଁଠି ରଖିଦେଉ, ଠିକ୍ ସମୟରେ ପାଇନଥାଉ, କାରଣ ଛୋଟ ଛୋଟ ପେନ୍ କେଉଁଠି ରହିଯାଏ। ତ ଆପଣମାନେ କ'ଣ କରିବେ ନା, ଏମିତି ଯଦି ପ୍ଲାଷ୍ଟିକ୍ର ଚୁଡ଼ିଟା ଆପଣମାନେ ୟୁଜ୍ କରୁଛନ୍ତି, ସେଇଟା ଆପଣମାନଙ୍କୁ ବହୁତ ବଢ଼ିଆ କାମ ଦେବ। କାରଣ କାଚ ଚୁଡ଼ିଟା ଆପଣମାନଙ୍କର ମାନେ ମେ ବି ଫାଟି ଯାଇପାରେ, ତ ପ୍ଲାଷ୍ଟିକ୍ ଚୁଡ଼ିରେ ଆମର କିଛି ବି ପ୍ରୋବ୍ଲେମ୍ ହେବନି। ଆପଣମାନେ ଆରାମସେ ପେନ୍କୁ ଗୋଟେ ଜାଗାରେ ହ୍ୟାଙ୍ଗ୍ କରିକି ରଖିପାରିବେ। ଆଉ ଆପଣମାନଙ୍କ ଷ୍ଟଡି ଟେବୁଲ୍ ପାଖରେ ହ୍ୟାଙ୍ଗ୍ କରିନେବେ, ଦେଖିବେ ଆପଣମାନଙ୍କୁ ପଢ଼ିବାର ବହୁତ ପ୍ରକାର ସୁବିଧା ହେବ। ଆପଣମାନଙ୍କୁ ଦରକାର ସମୟରେ ପଢ଼ିବା ସମୟରେ ଆଉ କୌଣସି ପ୍ରକାର ହଇରାଣ ହେବାକୁ ପଡ଼ିବ ନାହିଁ। ଯେଉଁ ଚୁଡ଼ିକି ଆପଣମାନେ ଦେଖନ୍ତୁ ଫିଙ୍ଗି ଦେଉଛନ୍ତି ବା ଆମର କୌଣସି କାମରେ ଆସିବନି ବୋଲି ଭାବୁଛନ୍ତି, ଦେଖନ୍ତୁ ଆମର କେତେ ସାରା କାମରେ ଆସୁଛି। ଆଉ ଏଇ ଟିପ୍ସ ଗୁଡ଼ାକ ବହୁତ ୟୁଜଫୁଲ୍ ଆଉ ଜିରୋ କଷ୍ଟରେ ଆପଣମାନଙ୍କୁ ଆଉ ମିଳିଥାଏ। ଆଉ ଆପଣମାନେ ଦେଖନ୍ତୁ, ଏଇ ଦ୍ୱାରା ପେନ୍ ରଖିବା ଦ୍ୱାରା ଆପଣମାନଙ୍କୁ ଆଉ ପେନ୍ ଷ୍ଟାଣ୍ଡ ମଧ୍ୟ କିଣିବାକୁ ପଡ଼ିବନି। ଗୋଟେ ଜାଗାରେ ଷ୍ଟଡି ଟେବୁଲ୍ ପାଖରେ ହ୍ୟାଙ୍ଗ୍ କରିନେବେ, ଆପଣମାନଙ୍କୁ ଯେତେବେଳେ ବି ଯେଉଁ ପେନ୍ ଦରକାର ହେବ ଆପଣମାନେ ଆରାମସେ ପାଇଯିବେ। ତ ଆଶା କରୁଛି ଏ ଟିପ୍ସଟି ମଧ୍ୟ ଆପଣମାନଙ୍କ ପାଇଁ ୟୁଜଫୁଲ୍ ରହିବ। ଯେହେତୁ ଛୋଟ ପିଲା ଆପଣମାନଙ୍କ ଘରେ ଥିବେ, ଆପଣମାନେ ଆରାମସେ ପାଇଯିବେ। ନେକ୍ସଟ ଟିପ୍ସ ହେଉଛି ମଧ୍ୟ ସେହି ଚୁଡ଼ିକୁ ନେଇକିରି। ତ ଆଜି ଯେଉଁ ଟିପ୍ସ ଗୁଡ଼ିକ ଆପଣମାନଙ୍କୁ ମୁଁ ଦେଖାଉଛି, ସେଇଟା ପୁରା ଜିରୋ କଷ୍ଟରେ ଅଛି। ଆଉ ଆପଣମାନେ ଆରାମସେ ଏହି ପ୍ରୋବ୍ଲେମ୍କୁ ମଧ୍ୟ ଫେସ୍ କରୁଥିବେ। ଆଉ ଆଜିର ଏହି ଭିଡ଼ିଓ ଦେଖିଲା ପରେ ଆପଣମାନେ ଜମାରୁ ବି ଫିଙ୍ଗିବେନି ବା ଅଦରକାରୀ ଭାବି ମାନେ ତାକୁ ଫିଙ୍ଗିବେ ନାହିଁ। ତ ଯେତେବେଳେ ବହୁତ ସାରା ଚୁଡ଼ି ଆମ ଘରେ ହେଇଯାଇଥାଏ, ଆମେ ତ କ'ଣ କରୁ ନା, ଗୋଟେ ଜାଗାରେ ରଖିଦେଇଥାଉ, ଯାହାକି ଆମର ସେଇଟା କୌଣସି କାମରେ ଆସିନଥାଉ ବୋଲି ଆମେ ଭାବିଥାଉ। କିନ୍ତୁ ଚୁଡ଼ିରେ ଏତେ ସାରା ଜିନିଷ ଆମର ୟୁଜଫୁଲ୍ ଟିପ୍ସ ଗୁଡ଼ାକ ରହିଛି, ସେଇଟା ଆପଣମାନେ ଦେଖିଲେ ହିଁ ଜାଣିପାରିବେ। ତ ଭିଡ଼ିଓକୁ ଫାର୍ଷ୍ଟ ଲାଷ୍ଟ ପର୍ଯ୍ୟନ୍ତ ଦେଖନ୍ତୁ, ମଝିରେ ଜମାରୁ ବି ସ୍କିପ୍ କରିବେନି। ତ ଯେତେବେଳେ ଆମେ ସେଫ୍ଟି ପିନ୍ ଗୁଡ଼ାକ ଦେଖନ୍ତୁ ନିହାତି ଆମର ଡେଲି ଲାଇଫ୍ରେ ଆବଶ୍ୟକ ପଡ଼େ, ତ ଆମେ କେଉଁଠି ତାକୁ ରଖିଦେଇଥାଉ, ପାଇନଥାଉ। ତ ଆପଣମାନେ ଏମିତି ଗୋଟେ ଚୁଡ଼ିରେ ରଖିଦିଅନ୍ତୁ, ଦେଖିବେ ଯେତେବେଳେ ବି ଆପଣମାନଙ୍କ ଦରକାର ପଡ଼ିବ ଆପଣମାନେ ଆରାମସେ ପାଇବେ। ଆଉ ଆପଣମାନଙ୍କୁ କିଛି ପ୍ରୋବ୍ଲେମ୍ ଫେସ୍ କରିବା ପାଇଁକା ପଡ଼ିବ ନାହିଁ। ତ ଭାବୁଛି ଆଜିର ଏହି ସବୁ ଟିପ୍ସ ଆପଣମାନଙ୍କ ଡେଲି ଲାଇଫ୍ରେ ନିହାତି ଭାବରେ କାମରେ ଆସିବ। ଯଦି ଭଲ ଲାଗିବ, ଲାଇକ୍, ସେୟାର, ସବସ୍କ୍ରାଇବ୍ କରିବା ପାଇଁକା ଆଦୌ ଭୁଲିବେନି। ଆଉ ଯେଉଁମାନେ ମୋ ଚ୍ୟାନେଲରେ ନୂଆ ଥିବେ, ପ୍ଲିଜ୍ ସବସ୍କ୍ରାଇବ୍ କରିବେ, ପାଖରେ ଥିବା ବେଲ୍ ବଟନ୍କୁ କ୍ଲିକ୍ କରିବେ, ଯାହାଫଳରେ କି ମୋ ଭିଡ଼ିଓର ନୋଟିଫିକେସନ୍ ଆପଣମାନଙ୍କ ପାଖରେ ଖୁବ୍ ଜଲ୍ଦି ପହଞ୍ଚିପାରିବ। ରହୁଛି, ଜୟ ଜଗନ୍ନାଥ।